ସୀତାନାଥ ବାବୁ କଟକରେ ନୂଆ କରି ପୋଷ୍ଟମାଷ୍ଟର ଜେନେରାଲ ହୋଇ କି ଆସିଥାନ୍ତି। ତାଙ୍କ ଅଧୀନରେ କଟକ ଜିଲ୍ଲାର ଅଧିକାଂଶ ପୋଷ୍ଟ ଅଫିସ ରହିଥିଲା। କିଛି ଦିନ ହେବ ବଡ଼ମ୍ବା ଅଞ୍ଚଳ ଦୁର୍ଜନପୁରର ଲୋକଙ୍କଠାରୁ ସେ ଅଭିଯୋଗ ପାଇ ଆସୁଥିଲେ ଯେ ସେଠିକାର ପୋଷ୍ଟ ଅଫିସରେ କିଛି କାମ ହେଉନି ବୋଲି। ସେଠିକାର ପୋଷ୍ଟମାଷ୍ଟର ଯିଏ ଥିଲେ ସେ ମାସକରେ 7 ଦିନ ଆସିଲେ 10 ଦିନ ଛୁଟିରେ ରହୁଛନ୍ତି। ଯେହେତୁ ଗ୍ରାମାଞ୍ଚଳ ସେଥିପାଇଁ ବହୁତ ଲୋକ ପୋଷ୍ଟ ଅଫିସ ଉପରେ ହିଁ ନିର୍ଭର କରି ଆସୁଥିଲେ। ଟଙ୍କା ରଖିବା ଉଠାଇବା ଫିକ୍ସ ଡିପୋଜିଟ୍ ଚିଠିପତ୍ର ଆଦି ବହୁ କାମରେ ପୋଷ୍ଟ ଅଫିସ ହିଁ ଥିଲା ଲୋକଙ୍କର ଏକମାତ୍ର ସାହା ଭରସା। ସରକାରଙ୍କ ତରଫରୁ ଆଦେଶ ଆସିଲା ଯେ ପର୍ଯ୍ୟନ୍ତ ଦୁର୍ଜନପୁରକୁ କୌଣସି ନୂଆ ପୋଷ୍ଟମାଷ୍ଟରଙ୍କୁ ନିଯୁକ୍ତି ଦିଆଯାଇନାହିଁ ସେ ପର୍ଯ୍ୟନ୍ତ ସୀତାନାଥ ବାବୁ କିଛି ଦିନ ଦୁର୍ଜନପୁର ପୋଷ୍ଟ ଅଫିସରେ ଡେପୁଟେସନରେ କାମ କରିବେ। ବିଧିବଦ୍ଧ ଭାବେ ସରକାରୀ ଚିଠି ପାଇବା ପରେ ସେ ବାହାରିଲେ ଦୁର୍ଜନପୁର ଅଭିମୁଖେ। ବସରେ ପ୍ରାୟ 3 ଘଣ୍ଟାର ଯାତ୍ରା ପରେ ସେ ଯାଇ ପହଞ୍ଚିଲେ ବସ୍ ଷ୍ଟାଣ୍ଡରେ। ଲୋକଙ୍କଠାରୁ ପଚାରି ବୁଝିନେଲେ ଯେ ସେଇଠୁ ଦୁର୍ଜନପୁର ଗାଁ ପ୍ରାୟ 10 କିଲୋମିଟରର ରାସ୍ତା, ଯେଉଁଠିକି ଯିବା ପାଇଁ ମଧ୍ୟ କିଛି ସାଧନ ନାହିଁ। ବସ୍ ଷ୍ଟାଣ୍ଡରେ କିଛି ସମୟ ବସିଲା ପରେ ଜଣେ ଲୋକ ଆସି ତାଙ୍କୁ ନମସ୍କାର ପକାଇଲା ଆଉ କହିଲା, "ଆଜ୍ଞା, ଆପଣ ହେଉଛନ୍ତି ସୀତାନାଥ ମହାନ୍ତି ନା?" ସୀତାନାଥ ବାବୁ ସମ୍ମତି ଦେବା ପୂର୍ବରୁ ଲୋକଟି ସୀତାନାଥ ବାବୁଙ୍କର ବ୍ୟାଗ ଦୁଇଟିକୁ ଦୁଇ ହାତରେ ଉଠାଇ ନେଇ କହିଲା, "ଆସନ୍ତୁ ମୋ ସାଥିରେ। ଆପଣ ଆଜି ଆସୁଛନ୍ତି ବୋଲି ମୋତେ ଆଗରୁ କଟକ ଅଫିସରୁ ଖବର ମିଳିସାରିଥିଲା। ମୋ ନାଁ ପୀତାମ୍ବର ସାହୁ। ମୁଁ ଦୁର୍ଜନପୁର ପୋଷ୍ଟ ଅଫିସର ଏକମାତ୍ର କର୍ମଚାରୀ। ଆପଣଙ୍କର ରହିବା ଓ ଖାଇବାର ବ୍ୟବସ୍ଥା ସବୁ ଆମ ଗାଁ ଡାକବଙ୍ଗଳାରେ ହୋଇଛି।" ସୀତାନାଥ ବାବୁ ପଚାରିଲେ, "ଆଚ୍ଛା, ତୁମେ ମୋତେ ବସ୍ ଷ୍ଟାଣ୍ଡରେ ଚିହ୍ନିଲ କେମିତି?" ପୀତାମ୍ବର କହିଲା, "ଏଥିରେ କୌଣସି ସନ୍ଦେହ ନଥିଲା ଯେ ପରିଷ୍କାର ସୁଟ୍ ସାର୍ଟ ପିନ୍ଧା ବାବୁ ତ ଆମ ଗାଁ ବସ୍ ଷ୍ଟାଣ୍ଡରେ ତ ଆପଣ ହିଁ ଥିଲେ। ମୁଁ ଆମ ଗାଁର ସବୁ ଲୋକଙ୍କୁ ଚିହ୍ନିଛି, ତେଣୁ ଆପଣଙ୍କୁ ପାଇବା ମୋ ପାଇଁ କିଛି କଷ୍ଟକର କାମ ନଥିଲା।" ସୀତାନାଥ ବାବୁ ଅଳ୍ପ ହସି କହିଲେ, "ପୀତାମ୍ବର, ବର୍ତ୍ତମାନ ଆମେ ତୁମ ଗାଁକୁ ଯିବା କେମିତି?" ପୀତାମ୍ବର ସଙ୍ଗେ ସଙ୍ଗେ ନିଜ ସାଇକେଲ ଆଡ଼କୁ ହାତ ଦେଖାଇ କହିଲା, "ଏଇ ଦେଖୁନାହାନ୍ତି ସାର୍, ଆପଣଙ୍କୁ ନେବା ପାଇଁ ମୁଁ ମୋ ସୁନ ଗାଡ଼ିକୁ କେମିତି ସଜେଇକି ଆଣିଛି।" ସୁନ ଗାଡ଼ି ଶୁଣି ସୀତାନାଥ ବାବୁ ହସି ଉଠିଲେ। ପୀତାମ୍ବର କହିଲା, "ଆପଣ ହସିଲେ ଯେ? ଆମ ଗାଁରେ ତ ୟାକୁ ସମସ୍ତେ ସୁନ ଗାଡ଼ି ବୋଲି କହୁ। ସାର୍, ଆପଣ ପଛରେ ବସନ୍ତୁ, ମୁଁ ଆପଣଙ୍କୁ ନେଇ ସାବଧାନରେ ଡାକବଙ୍ଗଳାରେ ଛାଡ଼ି ଦେଇ ଆସିବି।" ଏତିକି କହି ପୀତାମ୍ବର ବ୍ୟାଗ ଦୁଇଟିକୁ ସାଇକେଲ ହ୍ୟାଣ୍ଡେଲରେ ଟଙ୍ଗେଇ ଦେଇ ସୀତାନାଥ ବାବୁଙ୍କୁ ସାଇକେଲର କ୍ୟାରିୟରରେ ବସିବାକୁ କହିଲା। ପୀତାମ୍ବର ବାବୁ ସାଇକେଲରେ ପେଡାଲ ମାରି ଆଗକୁ ମାଡ଼ି ଚାଲିଲା। ପଛରେ ବସିବାକୁ ସୀତାନାଥ ବାବୁଙ୍କୁ ଟିକେ କଷ୍ଟ ହେଉଥାଏ, କିନ୍ତୁ ଆଉ କିଛି ଉପାୟ ମଧ୍ୟ ନାହିଁ। କିଛି ବାଟ ଗଲା ପରେ ମାଟି ରାସ୍ତା ପଡ଼ିଲା। ରାସ୍ତାରେ ବଡ଼ ବଡ଼ ଖାଲ ଖମା, ଗୋଟେ ଗୋଟେ ଜାଗାରେ ବଡ଼ ବଡ଼ ପଥର ମଧ୍ୟ ବାହାରିକି ଥାଏ। ପଛରେ ବସିଥିବା ସୀତାନାଥ ବାବୁଙ୍କୁ ବଡ଼ କଷ୍ଟ ହେଉଥାଏ। ସେ ପୀତାମ୍ବରକୁ କହିଲେ, "ଏମିତିଆ ରାସ୍ତା ଆଉ କେତେ ବାଟ ପର୍ଯ୍ୟନ୍ତ ରହିବ?" ପୀତାମ୍ବର କହିଲା, "ହଁ, ପ୍ରାୟ 3ରୁ 4 କିଲୋମିଟର ପର୍ଯ୍ୟନ୍ତ ରହିବ।" ସୀତାନାଥ ବାବୁ କହିଲେ, "ତେବେ ଟିକେ ରହିଯାଅ, ଆମେ ଏତିକି ବାଟ ଚାଲି ଚାଲି ପଳେଇବା।" ସୀତାନାଥ ବାବୁଙ୍କ କଥା ଶୁଣି ପୀତାମ୍ବର ସାଇକେଲରୁ ଓହ୍ଲେଇ ଗଡ଼େଇବାକୁ ଲାଗିଲା। ସୀତାନାଥ ବାବୁ ତାକୁ ପଚାରିଲେ, "ତୁମେ ଏ ପୋଷ୍ଟ ଅଫିସରେ କେତେ ଦିନ ହେଲାଣି ରହିଲଣି?" ପୀତାମ୍ବର ଉତ୍ତର ଦେଲା, "ମୋର ଏଇଠି ତ ଜନ୍ମ। ମାଟ୍ରିକ ପାସ୍ କଲା ପରେ ବାପା ମରିଗଲା ପରେ ମୁଁ ବାପାଙ୍କ ପୋଷ୍ଟରେ ରହିଛି। ମୋର ଏହି ପ୍ରାୟ 15 ବର୍ଷ ହୋଇଗଲାଣି।" ସୀତାନାଥ ବାବୁ ପୁଣି ପଚାରିଲେ, "ଏଠିକି କୌଣସି ପୋଷ୍ଟମାଷ୍ଟର କାହିଁକି ରହୁନାହାନ୍ତି? ଯିଏ ବି ରହୁଛି ପୋଷ୍ଟ ଅଫିସକୁ ନିୟମିତ ଆସୁନି, ଯାହାଫଳରେ କି ମୋତେ ଏଠିକି ଡେପୁଟେସନରେ ପଠାହୋଇଛି। କ'ଣ ପାଇଁ ଏମିତି ହେଉଛି?" ପୀତାମ୍ବର କିଛି ସମୟ ଅଟକି ଯାଇ ପଚାରିଲା, "ସାର୍, ଆପଣଙ୍କ ପରିବାରରେ ଆଉ କିଏ କିଏ ଅଛନ୍ତି?" ସୀତାନାଥ ବାବୁ କହିଲେ, "ମୋର ପରିବାର କହିଲେ ମୁଁ ଏକା। ମୋ ସ୍ତ୍ରୀ ଗତ 2 ବର୍ଷ ହେଲାଣି ଆରପାରିକି ଚାଲିଗଲାଣି।
ଆଉ ବାପା ମା ତ କେବେଠୁ ଚାଲିଗଲେଣି। ମୁଁ ଏବେ ସମ୍ପୂର୍ଣ୍ଣ ଏକା। ପୀତାମ୍ବର ଟିକେ ରହିଯାଇ କହିଲା, ତେବେ ସାର୍ ଆପଣ ଏଠି ଟିକେ ଜଗି ରଖି ଚଳିବେ। ସୀତାନାଥ ବାବୁ ପଚାରିଲେ, କାହିଁକି, କ'ଣ ପାଇଁ? ଏଥର ପୀତାମ୍ବର ସ୍ୱର ଟିକେ ଗମ୍ଭୀର ହୋଇଗଲା। ସେ କହିଲା, ସାର୍, ଆମ ପୋଷ୍ଟ ଅଫିସ ଯିବା ବାଟରେ ଗୋଟେ ନିଛାଟିଆ ରାସ୍ତା ପଡ଼େ। ସେ ବାଟ ଦେଇ ସାଧାରଣତଃ କେହି ବେଶୀ ଯିବା ଆସିବା କରନ୍ତି ନାହିଁ। ପ୍ରାୟ 5 ବର୍ଷ ତଳେ କାମିନୀ ବୋଲି ଗୋଟେ 20-21 ବର୍ଷର ଝିଅକୁ ଆମ ଗାଁର 2ଟା ଟୋକା ତାକୁ ସେଇଠି ଧର୍ଷଣ କରି ମାରିକି ଫୋପାଡ଼ି ଦେଇ ଚାଲି ଯାଇଥିଲେ। ସେ ମରିବାର କିଛି ଦିନ ପରେ ଗୋଟେ ଟୋକାର ଶବ ଠିକ୍ ସେଇ ଜାଗାରୁ ହିଁ ମିଳିଥିଲା। କାମିନୀର ଅମୋକ୍ଷ ଆତ୍ମା ତାକୁ ମାରି ଗଛରେ ଟଙ୍ଗେଇ ଦେଇଥିଲା। ଲୋକମାନେ କୁହନ୍ତି ଯେ କାମିନୀ କୁଆଡ଼େ ରାତି ହେଲେ ସେଇ ରାସ୍ତାରେ ବସି କାନ୍ଦେ। ଏମିତିକି ଗାଁ ଲୋକେ ତାକୁ ସେଠୁ ବାହାର କରିବା ପାଇଁ କେତେଥର ଗୁଣିଆ ଓ ତାନ୍ତ୍ରିକ ଆଦି ଆଣି ପୂଜା ପାଠ କରେଇଲେଣି। କିନ୍ତୁ କାମିନୀ ସେ ଜାଗା ଛାଡ଼ି ଜମାରୁ ଯାଉନି। ଆଉ ସେଥିଯୋଗୁଁ କୌଣସି ପୋଷ୍ଟମାଷ୍ଟର ଏଠିକି ଆସିବା ପାଇଁ ମନ ବଳାଉ ନାହାନ୍ତି। ଆଉ ଯିଏ ବି ଆସୁଛନ୍ତି ସେ କିଛି ଦିନ ପରେ ଏଠୁ ଛାଡ଼ି ପଳାଉଛନ୍ତି। ସେଥି ମୁଁ ଆପଣଙ୍କୁ ଏବେଠାରୁ ସାବଧାନ କରେଇ ଦେଉଛି। ଆପଣ 4ଟା ବାଜିଲା ମାନେ ପୋଷ୍ଟ ଅଫିସ ଛାଡ଼ି ଡାକ ବଙ୍ଗଳାକୁ ଫେରି ଆସିବେ। ଟିକେ ରାତି ହେଲା ମାନେ ତା'ର ଦୌରାତ୍ମ୍ୟ ଆରମ୍ଭ ହୋଇଯାଉଛି। ସେ ରାସ୍ତାରେ ସେଥିପାଇଁ ସନ୍ଧ୍ୟା ହେଲେ ଆଉ କେହି ଯିବା ଆସିବା କରୁନାହାନ୍ତି। ଏସବୁ କଥା ପୀତାମ୍ବରଠାରୁ ଶୁଣି ସୀତାନାଥ ବାବୁ ହସି ଉଠିଲେ। କହିଲେ, ଆଜିକା ଯୁଗରେ ତୁମେ ଏ ଭୂତ ପ୍ରେତ କଥାରେ ବିଶ୍ୱାସ କରୁଛ? ହଉ ହଉ, ମାଟି ରାସ୍ତା ସରି ଆସିଲାଣି। ଏଥର ତୁମେ ପଛରେ ବସ, ମୁଁ ସାଇକେଲ ଚଳଉଛି। ଏତିକି କହି ସୀତାନାଥ ବାବୁ ନିଜେ ସାଇକେଲ ଚଳେଇଲେ। ଆଉ ପୀତାମ୍ବର ପଛରେ ବସିଲା। ପ୍ରାୟ ଗୋଟେ ଅଧଘଣ୍ଟା ପରେ ସେମାନେ ଯାଇ ଦୁର୍ଜନପୁର ଗାଁର ଡାକ ବଙ୍ଗଳାରେ ପହଞ୍ଚିଗଲେ। ସେଦିନ ଆଉ ପୋଷ୍ଟ ଅଫିସକୁ ନ ଯାଇ ସୀତାନାଥ ବାବୁ ଡାକ ବଙ୍ଗଳାରେ ବିଶ୍ରାମ କଲେ। ତା ପରଦିନ ଯାଇ ସୀତାନାଥ ବାବୁ ପୋଷ୍ଟ ଅଫିସର ସବୁ କାମକୁ ନିଜେ ତନଖି ନେଲେ। କିଛି ଦିନ ଭିତରେ ସୀତାନାଥ ବାବୁଙ୍କୁ ଗାଁରେ ସମସ୍ତେ ଚିହ୍ନିଗଲେ। ତାଙ୍କ କାମକୁ ମଧ୍ୟ ସମସ୍ତେ ପ୍ରଶଂସା କରୁଥିଲେ। କାରଣ ସେ ଥିଲେ ଜଣେ କର୍ତ୍ତବ୍ୟପରାୟଣ ଲୋକ। ଠିକ୍ ସମୟରେ ପୋଷ୍ଟ ଅଫିସକୁ ଯିବା ଓ ବନ୍ଦ କରିବା ଥିଲା ତାଙ୍କର ନିତିଦିନିଆ କାମ। ଏଇ ଭିତରେ ସେ ସବୁ ଦିନ ସେହି ରାସ୍ତା ଦେଇ ଯିବା ଆସିବା କରୁଥାଆନ୍ତି। ଯେଉଁ ବାଟର କଥା ସେ ପୀତାମ୍ବରଠାରୁ ଓ ଗାଁର ଅନ୍ୟ ଲୋକମାନଙ୍କଠାରୁ ମଧ୍ୟ ଶୁଣିଥିଲେ। କିନ୍ତୁ ସେ କେବେ କୌଣସି ଦିନ କିଛି ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି। ଏମିତି ପ୍ରାୟ 6 ମାସ କଟିଗଲା। ବର୍ଷା ଦିନ ଆସି ଯାଇଥାଏ। ଗାଁ ରାସ୍ତା ଏକଦମ କାଦୁଅରେ ଭର୍ତ୍ତି ହୋଇ ଯାଇଥାଏ। ସେଦିନ ଥିଲା ଶନିବାର ଆଉ ଅମାବାସ୍ୟାର ତିଥି। ସୋମବାରର କିଛି ଗୋଟେ ଛୁଟି ଦିନ ଥିବାରୁ ସୀତାନାଥ ବାବୁ ଚାହୁଁଥିଲେ ସବୁ କାମ ଠିକ୍ସେ ସାରିଦେବା ପାଇଁ। କାରଣ ଆଗାମୀ 2 ଦିନ ଛୁଟି ରହିବ। ସେଦିନ କାମ ସରୁ ସରୁ ଟିକେ ବେଶୀ ରାତି ହୋଇଗଲା। ପୀତାମ୍ବର ବି 2 ଦିନ ହେଲାଣି ପୋଷ୍ଟ ଅଫିସ ଆସିନଥିଲା। ରାତି ପ୍ରାୟ 8ଟା ବାଜି ଯାଇଥାଏ। ସବୁ କାମ ସାରି ପୋଷ୍ଟ ଅଫିସ ବନ୍ଦ କରି ସୀତାନାଥ ବାବୁ ସାଇକେଲ ନେଇ ଡାକ ବଙ୍ଗଳାକୁ ଯିବାକୁ ବାହାରିଲେ। କୁଆଡ଼େ ଗୋଟେ ବାଦଲ ଥିଲା କେଜାଣି ଆସି ଅସରାଏ ବର୍ଷା ଢାଳି ଦେଇଗଲା। ଝିଙ୍କାରି, ବେଙ୍ଗ ଆଦି ଜନ୍ତୁମାନଙ୍କ ଶବ୍ଦ ପରିବେଶକୁ ଆହୁରି ଭୟଙ୍କର କରେଇ ଦେଉଥାଏ। ପୋଷ୍ଟ ଅଫିସରେ ଲାଇନ ସନ୍ଧ୍ୟା ବେଳଠାରୁ ନାହିଁ। ପାଖରେ ଥିବା ବ୍ୟାଟେରୀ ଟର୍ଚ୍ଚକୁ ସୀତାନାଥ ବାବୁ ବାହାର କଲେ ଓ ସାଇକେଲ ଚଳେଇ ଧୀରେ ଧୀରେ ଆଗକୁ ବଢ଼ିଲେ। ଆଜି ତାଙ୍କୁ ଟିକେ ବେଶୀ ଭୟ ଲାଗୁଥାଏ। ଅନ୍ଧାର ରାତିକୁ ବର୍ଷା, କିନ୍ତୁ ତଥାପି ସେ ମା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି କରି ସେ ଆଗକୁ ଚାଲିଥାନ୍ତି। ପୋଷ୍ଟ ଅଫିସଠାରୁ ଡାକ ବଙ୍ଗଳା ପ୍ରାୟ 5 କିଲୋମିଟରର ରାସ୍ତା। କିଛି ବାଟ ଗଲା ପରେ ସେହି ରାସ୍ତା ପଡ଼ିଲା ଯେଉଁ ରାସ୍ତାରେ କାମିନୀ ମରିଥିଲା। ସେ ଚାହୁଁଥାନ୍ତି ସାଇକେଲ ଜୋରରେ ଚଳାଇବା ପାଇଁ, କିନ୍ତୁ ବର୍ଷା ଆଉ କାଦୁଅ ରାସ୍ତାରେ ତାହା ଥିଲା ଅସମ୍ଭବ। ହଠାତ୍ ତାଙ୍କୁ ମନେ ହେଲା ଯେପରି ତାଙ୍କ ପଛରୁ ଜଣେ କିଏ ତାଙ୍କ ପଛେ ପଛେ ଆସୁଛି। ସେ ଶୁଣି ପାରୁଛନ୍ତି ଜଣେ କିଏ ସ୍ତ୍ରୀ ଲୋକର ଚାଲିବାର ଶବ୍ଦ।
ସେଥିପାଇଁ ସେ ସାଇକେଲର ବ୍ରେକ୍ ମାରିଲେ ଆଉ କିଛି ସମୟ ରହିଗଲେ। ଏଥର ସେ ଚାଲିବାର ଶବ୍ଦ ମଧ୍ୟ ବନ୍ଦ। ସୀତାନାଥ ବାବୁ ପୁଣି ସାଇକେଲ ଚଳାଇବାକୁ ଆରମ୍ଭ କଲେ। ପୁଣି ସେହି ଚାଲିବାର ଶବ୍ଦ। ଏଥର ଚାଲିବାର ଶବ୍ଦଟା ବେଶୀ ସ୍ପଷ୍ଟ ଶୁଣାଯାଉଥାଏ। ମନେ ହେଲା କିଏ ଯେପରି ତାଙ୍କ ସାଇକେଲର ପଛକୁ ଟାଣି ଧରିବାକୁ ଚେଷ୍ଟା କରୁଛି। ଖୁବ୍ ଜୋରରେ ଡରିଗଲେ ସୀତାନାଥ ବାବୁ। ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ସେ ଜୋରରେ ବଡ଼ ପାଟିରେ ଜପ କରିବାକୁ ଲାଗିଲେ। ତାଙ୍କୁ ଲାଗିଲା ଯେ ସତେ ଯେପରି ସେ ଶବ୍ଦ କୁଆଡ଼େ ଉଭେଇ ଗଲା ପରି। ସେ ସାଇକେଲ ଚଳାଇବାକୁ ଗଲାବେଳକୁ ତାଙ୍କୁ ଲାଗିଲା ଯେ କେହି ଜଣେ ସ୍ତ୍ରୀ ଲୋକର କାନ୍ଦିବାର ସ୍ୱର। ସୀତାନାଥ ବାବୁ ସବୁ ସାହସ ଜୁଟେଇ କହିଲେ, ଯେ କେହି ବି ଏଠି ଅଛ, ମୁଁ ସବୁ ତୁମ ବିଷୟରେ ଗାଁ ଲୋକ ଆଉ ପୀତାମ୍ବରଠାରୁ ଶୁଣି ସାରିଛି। ତୁମେ କ'ଣ ପାଇଁ ଏଠି ରହି ଲୋକମାନଙ୍କୁ ହଇରାଣ କରୁଛ? କ'ଣ ତୁମ ଇଚ୍ଛା? ସୀତାନାଥ ବାବୁଙ୍କର ଏତିକି କଥା ସରିଛି କି ନାହିଁ ସେ ଦେଖିଲେ ରାସ୍ତାର ଆରପଟେ ବିଲ ଭିତରେ ଏକ କୁଡ଼ିଆ ଘର ଭିତରେ ଗୋଟେ ଉଜ୍ଜ୍ୱଳ ହୋଇ ଆଲୁଅ ଜଳି ଉଠିଲା। ତାଙ୍କୁ ମନେ ହେଲା ଯେପରି କିଏ ତାଙ୍କୁ ଜଣେ ସେଠାକୁ ଭିଡ଼ି ନେଇ ଯାଉଛି। ସୀତାନାଥ ବାବୁ କୁଡ଼ିଆ ପାଖରେ ପହଞ୍ଚିଲା ବେଳକୁ ଶୁଣିପାରିଲେ ଗୋଟେ ଜୋରରେ ଗର୍ଜନ କରୁଥିବାର ଶବ୍ଦ। ସେ କୁଡ଼ିଆ ଭିତରକୁ ଗଲେ। ସେ ଯେମିତି ଭିତରକୁ ଯାଇଛନ୍ତି ସଙ୍ଗେ ସଙ୍ଗେ ସେ ଆଲୁଅଟି ଲିଭିଗଲା। କିନ୍ତୁ ସେ ଗର୍ଜନ ଆହୁରି ଜୋରରେ ହେଉଥାଏ। ଲାଗୁଥାଏ ସତେ ଯେପରି କିଏ ଜଣେ କାହାର ବେକକୁ ଜୋରରେ ମାଡ଼ି ବସିଛି। ସୀତାନାଥ ବାବୁ ଟର୍ଚ୍ଚ ମାରିଲା ବେଳକୁ, ଆରେ ଏ କ'ଣ? ଏ ତ ପୀତାମ୍ବର। କିନ୍ତୁ ପୀତାମ୍ବରର ଶରୀର ଶୂନ୍ୟେ ଶୂନ୍ୟେ କୁଡ଼ିଆର ଉପରେ ଥାଏ। ପୀତାମ୍ବରର ବେକକୁ ଗୋଟେ ଅଦୃଶ୍ୟ ଶକ୍ତି ଚିପିକି ଧରିଥାଏ। ସେ ଗଁ ଗଁ ଶବ୍ଦ କରୁଥାଏ। ସୀତାନାଥ ବାବୁ ଯେମିତି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଛନ୍ତି। କଚାଡ଼ି ହୋଇକି ପଡ଼ିଲା ପୀତାମ୍ବର ଉପରୁ ତଳକୁ। ସେ ଦୌଡ଼ି ଆସି ସୀତାନାଥ ବାବୁଙ୍କ ଗୋଡ଼ ତଳେ ପଡ଼ି ଚିତ୍କାର କରି କହିଲା, ସାର୍, ମୋତେ ଏ କାମିନୀ କବଳରୁ ରକ୍ଷା କରନ୍ତୁ। ଏତିକି କହିଛି କି ନାହିଁ ପୁଣି ପୀତାମ୍ବରର ଶରୀର ଉପରକୁ ଉଠି ସେଇଠି ଲଟକିଲା ଭଳି ରହିଗଲା। ତାକୁ ଜଣେ ଯେମିତି କହୁଥାଏ ଯେ ତୁ ସୀତାନାଥ ବାବୁଙ୍କୁ ସବୁ ସତ କଥା କହ। ପୁଣି କଚାଡ଼ି ହୋଇ ତଳେ ପଡ଼ିଲା ସେ। ପୀତାମ୍ବର ସୀତାନାଥ ବାବୁଙ୍କ ପାଖକୁ ଦୌଡ଼ି ଆସି କହିଲା, ସାର୍, ଏ ହେଉଛି କାମିନୀ। ସେ ମୋତେ କହୁଛି ଯେ ମୁଁ ଆପଣଙ୍କୁ ସବୁ ସତ କଥା କହିଦେବା ପାଇଁ। ଯଦି ଆପଣ ମୋ କଥା ଶୁଣି 108 ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଏ କୁଡ଼ିଆରେ ନିଆଁ ଲଗେଇ ଦେଇ ପାରିବେ, ତେବେ ଯାଇ କାମିନୀର ଆତ୍ମା ମୋକ୍ଷ ହେବ। ସୀତାନାଥ ବାବୁ କହିଲେ, କେଉଁ ସତ କଥା ତୁ ମୋତେ କହିବୁ? ପୀତାମ୍ବର ଆରମ୍ଭ କଲା, କାମିନୀ ହେଉଛି ଆମ ଗାଁ ଭୋଳା ମଉସାଙ୍କର ଏକମାତ୍ର ଝିଅ। ଦେଖିବାକୁ ବହୁତ ସୁନ୍ଦର। ମୁଁ ଦଶମରେ ପଢ଼ିଲା ବେଳେ ସେ ସ୍କୁଲରେ ନବମ ଶ୍ରେଣୀରେ
ପଢ଼ୁଥିଲା। ମୁଁ ତାକୁ ବହୁତ ଭଲ ପାଉଥିଲି। ମୁଁ 10ମ ଶ୍ରେଣୀ ପାସ୍ କରିବା ପରେ ମୋ ବାପା ମରିଗଲେ ଏବଂ ମୋତେ ତାଙ୍କ ଜାଗାରେ ପୋଷ୍ଟ ଅଫିସରେ ଚାକିରି ମିଳିଲା। ଭଲ କିଛି ପଇସା ଆସିବା ପରେ ମୁଁ ମୋ ସାଙ୍ଗ ମଦନା ସହିତ ମିଶି ମଦ ପିଇବା ଆରମ୍ଭ କଲି। ମୋତେ କାମିନୀ ସବୁବେଳେ ମନା କରୁଥିଲା ଯେ ମଦନା ସହ ନ ମିଶିବା ପାଇଁ, କିନ୍ତୁ ମୁଁ ତା'ର କିଛି କଥା ଶୁଣିନଥିଲି। ଏମିତି ଦିନେ ଆମେ ଦୁଇ ସାଙ୍ଗ ଏଇ କୁଡ଼ିଆ ଭିତରେ ବସି ମଦ ପିଉଥିଲୁ। ସେଦିନ ଆମକୁ ଏଇ କୁଡ଼ିଆ ଭିତରେ କାମିନୀ ଦେଖିନେଲା। ମୋତେ ମଦନା ସହ ଦେଖି ସେ ବହୁତ ରାଗିଗଲା। କହିଲା ଯେ ଆଜିଠାରୁ ତୋର ମୋ ସହ ଆଉ କିଛି ସମ୍ପର୍କ ନାହିଁ ବୋଲି। ମୁଁ ମଦ ନିଶାରେ ଏକଦମ ଚୁର ଥିଲି। ସେ ଏମିତି ସବୁ କହି କୁଡ଼ିଆ ବାହାରକୁ ଗଲାବେଳକୁ ମୁଁ ଆଉ ମଦନ ତାକୁ ପଛରୁ ମାଡ଼ି ବସିଲୁ। ଆଉ ଜଣକ ପରେ ଜଣେ ଆମେ ତାକୁ ବଳାତ୍କାର କଲୁ। କାଳେ ସେ ଗାଁରେ ସମସ୍ତଙ୍କୁ ଜଣାଇଦେବ ବୋଲି ତା'ର ତଣ୍ଟିକି ଚିପିକି ମାରିଦେଇ ଏଇ ପାଖ ଆମ୍ବ ଗଛରେ ଟଙ୍ଗେଇ ଦେଲୁ। ପରଦିନ ସମସ୍ତେ ଜାଣିଲେ ଯେ କାମିନୀ ଆତ୍ମହତ୍ୟା କରିଛି ବୋଲି। ପୀତାମ୍ବରର ଏତିକି କଥା ସରିଛି କି ନାହିଁ, ସୀତାନାଥ ବାବୁଙ୍କ ଆଗରେ ହିଁ ଗୋଟେ ଅଦୃଶ୍ୟ ଶକ୍ତି ଆସି ପୀତାମ୍ବରର ମୁଣ୍ଡକୁ ମୋଡ଼ିଦେଲା। କଡ଼ମଡ଼ ହୋଇକି ତା' ମୁଣ୍ଡ ତା' ପିଠି ଆଡ଼କୁ ବୁଲିଗଲା। ଆଉ ସେ ସେଇଠି ଟଳି ପଡ଼ିଲା। ସୀତାନାଥ ବାବୁ ଦେଖିଲେ ଯେ ମରିବାର କିଛି କ୍ଷଣ ପରେ ପୁଣି ଆଲୋକିତ ହେଇ ଉଠିଲା କୁଡ଼ିଆଟି। ସେ ଦେଖିଲେ ଭିତରେ କିଛି କାଠ ଦେଇ ନିଆଁ ଲାଗିଛି। ପୀତାମ୍ବରର କହିବା ମୁତାବକ ସେ 108 ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ସାରିଲା ପରେ ସେ କୁଡ଼ିଆରେ ନିଆଁ ଲଗାଇ ଦେଲେ। ବର୍ଷାରେ ଓଦା ହୋଇଥିବା ଚାଳ ଛପର କୁଡ଼ିଆ ହୁତୁ ହୁତୁ ହୋଇ ଜଳିବା ସୀତାନାଥ ବାବୁ ତାଙ୍କ ଜୀବନରେ ପ୍ରଥମ ଥର ଦେଖିଥିଲେ। ସେପଟେ ଆକାଶରେ ମେଘ ଛାଡ଼ି ଯାଇଥିଲା। ଆଉ ସୂର୍ଯ୍ୟ ଉଦୟ ହୋଇ ଆସୁଥିଲେ ପୂର୍ବ ଦିଗବଳୟରୁ।